ସାଇ ସତଚରିତ୍ର ଦ୍ୱିତୀୟ ଅଧ୍ୟାୟ। କୃତିଟି ଲେଖିବାର ଉଦ୍ଦେଶ୍ୟ, କାର୍ଯ୍ୟରେ ଅକ୍ଷମତା ଏବଂ ସାହସ, ଗରମ ଆଲୋଚନା, ହେମଡ଼ପନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଏବଂ ଭବିଷ୍ୟବାଣୀ ଉପାଧି ପ୍ରଦାନ, ଗୁରୁଙ୍କ ଆବଶ୍ୟକତା। ଗତ ଅଧ୍ୟାୟରେ ଲେଖକ ମୂଳ ମରାଠୀ ପୁସ୍ତକରେ ଉଲ୍ଲେଖ କରିଥିଲେ ଯେ ସେ ଏହି କାର୍ଯ୍ୟ କରିବା ପାଇଁ ତାଙ୍କୁ ପ୍ରେରଣା ଦେବାର କାରଣ ଏବଂ ସେହି ସମାନ ବିଷୟ ଏବଂ ଅନ୍ୟାନ୍ୟ ବିଷୟଗୁଡ଼ିକ ପଢ଼ିବାକୁ ଯୋଗ୍ୟ ବ୍ୟକ୍ତିମାନେ କହିବେ। ବର୍ତ୍ତମାନ ଏହି ଅଧ୍ୟାୟରେ ସେ ସମାନ କଥା କହିବା ଆରମ୍ଭ କରିଛନ୍ତି। କୃତି ଲେଖିବାର ଉଦ୍ଦେଶ୍ୟ। ପ୍ରଥମ ଅଧ୍ୟାୟରେ ମୁଁ ସାଇ ବାବାଙ୍କ ଦ୍ୱାରା ଗାଁ ଉପକଣ୍ଠରେ ଗହମ ପିସି ଏବଂ ଅଟା ପକାଇ କଲରାର ମହାମାରୀକୁ ନିୟନ୍ତ୍ରଣ ଏବଂ ବିନାଶ କରିବାର ଚମତ୍କାର ବର୍ଣ୍ଣନା କରିଥିଲି। ମୁଁ ସାଇ ବାବାଙ୍କ ଅନ୍ୟାନ୍ୟ ଚମତ୍କାର ଶୁଣି ମୋତେ ବହୁତ ଆନନ୍ଦିତ ହୋଇଥିଲି ଏବଂ ଏହି ଆନନ୍ଦ ଏହି କାବ୍ୟିକ କୃତିରେ ପ୍ରବାହିତ ହୋଇଥିଲା। ମୁଁ ମଧ୍ୟ ଭାବିଥିଲି ଯେ ସାଇ ବାବାଙ୍କ ଏହି ମହାନ ଚମତ୍କାରର ବର୍ଣ୍ଣନା ତାଙ୍କ ଭକ୍ତମାନଙ୍କ ପାଇଁ ଆକର୍ଷଣୀୟ ଏବଂ ଶିକ୍ଷଣୀୟ ହେବ ଏବଂ ସେମାନଙ୍କର ପାପ ଦୂର କରିବ। ତେଣୁ ମୁଁ ସାଇ ବାବାଙ୍କ ପବିତ୍ର ଜୀବନ ଏବଂ ଶିକ୍ଷା ଲେଖିବାକୁ ଆରମ୍ଭ କଲି। ସନ୍ଥଙ୍କ ଜୀବନ ନା ତର୍କସଙ୍ଗତ ନା ଦ୍ୱନ୍ଦ୍ୱାତ୍ମକ। ଏହା ଆମକୁ ସତ୍ୟ ଏବଂ ମହାନ ପଥ ଦେଖାଏ। କାର୍ଯ୍ୟ କରିବାରେ ଅକ୍ଷମତା ଏବଂ ସାହସିକତା। ହେମାଡ଼ପନ୍ତ ଭାବିଥିଲେ ଯେ ସେ ଏହି କାର୍ଯ୍ୟ କରିବା ପାଇଁ ଉପଯୁକ୍ତ ବ୍ୟକ୍ତି ନୁହନ୍ତି। ସେ କହିଲେ, ମୁଁ ମୋର ଅନ୍ତରଙ୍ଗ ବନ୍ଧୁଙ୍କ ଜୀବନ ଜାଣିନାହିଁ କିମ୍ବା ମୁଁ ମୋର ନିଜ ମନକୁ ମଧ୍ୟ ଜାଣିନାହିଁ, ତେବେ ମୁଁ କିପରି ଜଣେ ସନ୍ଥଙ୍କ ଜୀବନ ଲେଖିବି କିମ୍ବା ଅବତାରର ସ୍ୱଭାବ ବର୍ଣ୍ଣନା କରିପାରିବି, ଯାହା ବେଦ ମଧ୍ୟ କରିପାରିଲେ ନାହିଁ। ଅନ୍ୟ ସନ୍ଥମାନଙ୍କୁ ଜାଣିବା ପୂର୍ବରୁ ଜଣେ ନିଜେ ସନ୍ଥ ହେବା ଆବଶ୍ୟକ, ତେବେ ମୁଁ ସେମାନଙ୍କ ମହିମା କିପରି ବର୍ଣ୍ଣନା କରିପାରିବି। ଜଣେ ସନ୍ଥଙ୍କ ଜୀବନ ଲେଖିବା ସବୁଠାରୁ କଷ୍ଟକର, ଯଦିଓ 7 ସମୁଦ୍ରର ଜଳର ଗଭୀରତା ମାପିପାରିବ କିମ୍ବା ଆକାଶକୁ କପଡ଼ାରେ ଘୋଡ଼ାଇ ପାରିବ। ମୁଁ ଜାଣିଥିଲି ଯେ ଏହା ସବୁଠାରୁ ସାହସିକ କାର୍ଯ୍ୟ, ଯାହା ମୋତେ ଉପହାସର ପାତ୍ର କରିପାରେ। ତେଣୁ ମୁଁ ସାଇବାବାଙ୍କ କୃପା ପ୍ରାର୍ଥନା କଲି। ମହାରାଷ୍ଟ୍ରର ପ୍ରମୁଖ କବି, ସନ୍ଥ ଶ୍ରୀ ଜ୍ଞାନେଶ୍ୱର ମହାରାଜ କହିଛନ୍ତି ଯେ ପ୍ରଭୁ ସେମାନଙ୍କୁ ଭଲ ପାଆନ୍ତି ଯେଉଁମାନେ ସନ୍ଥମାନଙ୍କ ଜୀବନୀ ଲେଖନ୍ତି ଏବଂ ସନ୍ଥମାନଙ୍କର ମଧ୍ୟ ଭକ୍ତମାନଙ୍କ ଦ୍ୱାରା ଆକାଂକ୍ଷିତ ସେବାକୁ ସଫଳତାର ସହିତ ସମ୍ପାଦିତ କରିବାର ଏକ ଅଦ୍ଭୁତ ପଦ୍ଧତି ଅଛି। ସନ୍ଥମାନେ କାର୍ଯ୍ୟକୁ ପ୍ରେରଣା ଦିଅନ୍ତି, ଭକ୍ତ କେବଳ ଶେଷ ହାସଲ କରିବା ପାଇଁ ଏକ ପରୋକ୍ଷ କାରଣ କିମ୍ବା ଉପକରଣ ହୋଇଯାଆନ୍ତି। ଉଦାହରଣ ସ୍ୱରୂପ 1700 ବର୍ଷରେ କବି ମହିପତି ସନ୍ଥମାନଙ୍କ ଜୀବନ ଲେଖିବାକୁ ଆକାଂକ୍ଷା କରିଥିଲେ। ସନ୍ଥମାନେ ତାଙ୍କୁ ପ୍ରେରଣା ଦେଇଥିଲେ ଏବଂ କାର୍ଯ୍ୟ ସମାପ୍ତ କରିଥିଲେ। ସେହିପରି 1800 ବର୍ଷରେ ମଧ୍ୟ ଦାସଗାନୁଙ୍କ ସେବା ଗ୍ରହଣ କରାଯାଇଥିଲା। ପୂର୍ବୋକ୍ତ ବ୍ୟକ୍ତିଟି କୃତି ଲେଖିଥିଲେ, ଭକ୍ତ ବିଜୟ, ସନ୍ତ ବିଜୟ, ଭକ୍ତ ଲୀଳାମୃତ ଏବଂ ସନ୍ତ କଥାମୃତ, ଯେତେବେଳେ ପରବର୍ତ୍ତୀ ବ୍ୟକ୍ତି ଦୁଇଟି ଲେଖିଥିଲେ, ଭକ୍ତ ଲୀଳାମୃତ ଏବଂ ସନ୍ତ କଥାମୃତ, ଯେଉଁଥିରେ ଆଧୁନିକ ସନ୍ଥମାନଙ୍କ ଜୀବନ ବର୍ଣ୍ଣନା କରାଯାଇଥିଲା। ଭକ୍ତ ଲୀଳାମୃତର ଅଧ୍ୟାୟ 31, 32, 33 ଏବଂ ସନ୍ତ କଥାମୃତର 57 ଅଧ୍ୟାୟରେ ସାଇ ବାବାଙ୍କ ମଧୁର ଜୀବନ ଏବଂ ଶିକ୍ଷାକୁ ବହୁତ ଭଲ ଭାବରେ ଚିତ୍ରଣ କରାଯାଇଛି। ଏଗୁଡ଼ିକ ସାଇ ଲୀଳା ପତ୍ରିକା ସଂଖ୍ୟା 11 ଏବଂ 12 ଖଣ୍ଡ 17ରେ ପୃଥକ ଭାବରେ ପ୍ରକାଶିତ ହୋଇଛି। ପାଠକମାନଙ୍କୁ ଏହି ଅଧ୍ୟାୟଗୁଡ଼ିକ ପଢ଼ିବାକୁ ପରାମର୍ଶ ଦିଆଯାଉଛି। ତେଣୁ ବାନ୍ଦ୍ରାର ଶ୍ରୀମତୀ ସାବିତ୍ରୀବାଇ ରଘୁନାଥ ତେନ୍ଦୁଲକରଙ୍କ ଦ୍ୱାରା ଶ୍ରୀ ସାଇନାଥ ଭଜନ ମାଳା ନାମକ ଏକ ଛୋଟ ପୁସ୍ତକରେ ସାଇ ବାବାଙ୍କ ଚମତ୍କାର ଲୀଳା ବର୍ଣ୍ଣନା କରାଯାଇଛି। ଦାସ ଗଣୁ ମହାରାଜ ମଧ୍ୟ ସାଇ ବାବାଙ୍କ ଉପରେ ବିଭିନ୍ନ ମଧୁର କବିତା ରଚନା କରିଛନ୍ତି। ଅମିଦାସ ଭବାନୀ ମେହେତା ନାମକ ଜଣେ ଭକ୍ତ ମଧ୍ୟ ଶ୍ରୀ ବାବାଙ୍କ କିଛି କାହାଣୀ ଗୁଜୁରାଟୀରେ ପ୍ରକାଶ କରିଛନ୍ତି। ଶିରିଡିର ଦକ୍ଷିଣ ଭିକ୍ଷା ସଂସ୍ଥା ଦ୍ୱାରା ପ୍ରକାଶିତ ସାଇନାଥ ପ୍ରଭା ପତ୍ରିକାର କିଛି ସଂଖ୍ୟା ମଧ୍ୟ ପ୍ରକାଶିତ ହୋଇଛି। ତା ପରେ ଆପତ୍ତିର ପ୍ରଶ୍ନ ଆସେ ଯେ ସାଇ ବାବାଙ୍କ ବିଷୟରେ ଏତେ ସବୁ ଲେଖା ପ୍ରଚଳିତ ଥିବା ବେଳେ ଏହା ସତଚରିତ୍ର କାହିଁକି ଲେଖାଯିବା ଉଚିତ ଏବଂ ଏହାର ଆବଶ୍ୟକତା କେଉଁଠି? ଉତ୍ତର ସହଜ ଏବଂ ସରଳ। ସାଇ ବାବାଙ୍କ ଜୀବନ ଅନନ୍ତ ସମୁଦ୍ର ପରି ପ୍ରଶସ୍ତ ଏବଂ ଗଭୀର ଏବଂ ସମସ୍ତେ ଏଥିରେ ଗଭୀରକୁ ବୁଡ଼ିଯାଇ ମୂଲ୍ୟବାନ ରତ୍ନ, ଜ୍ଞାନ ଏବଂ ଭକ୍ତି ବାହାର କରି ଆକାଂକ୍ଷୀ ଜନସାଧାରଣଙ୍କୁ ବଣ୍ଟନ କରିପାରିବେ। ସାଇ ବାବାଙ୍କ କାହାଣୀ, ଦୃଷ୍ଟାନ୍ତ ଏବଂ ଶିକ୍ଷା ବହୁତ ଚମତ୍କାର। ଏଗୁଡ଼ିକ ଦୁଃଖରେ ପୀଡ଼ିତ ଏବଂ ଏହି ସାଂସାରିକ ଜୀବନର ଦୁଃଖରେ ଭାରାକ୍ରାନ୍ତ ଲୋକଙ୍କୁ ଶାନ୍ତି ଏବଂ ସୁଖ ପ୍ରଦାନ କରିବେ ଏବଂ ସାଂସାରିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଜ୍ଞାନ ଏବଂ ଜ୍ଞାନ ପ୍ରଦାନ କରିବେ। ଯଦି ସାଇ ବାବାଙ୍କ ଏହି ଶିକ୍ଷା, ଯାହା ବୈଦିକ ଶାସ୍ତ୍ର ପରି ଆକର୍ଷଣୀୟ ଏବଂ ଶିକ୍ଷଣୀୟ, ଶୁଣାଯାଏ ଏବଂ ଧ୍ୟାନ କରାଯାଏ, ତେବେ ଭକ୍ତମାନେ ଯାହା ପାଇଁ ଆଗ୍ରହୀ ତାହା ପାଇବେ, ଯଥା ବ୍ରହ୍ମ ସହିତ ସଂଯୋଗ, ଅଷ୍ଟଗୁଣ ଯୋଗରେ ନିପୁଣତା, ଧ୍ୟାନର ଆନନ୍ଦ ଇତ୍ୟାଦି। ତେଣୁ ମୁଁ ଭାବିଲି, ମୁଁ ଏହି କାହାଣୀଗୁଡ଼ିକୁ ଏକତ୍ରିତ କରିବା ଉଚିତ ଯାହା ମୋର ସର୍ବୋତ୍ତମ ଉପାସନା ହେବ। ଏହି ସଂଗ୍ରହ ସେହି ସରଳ ଆତ୍ମାମାନଙ୍କ ପାଇଁ ସବୁଠାରୁ ଆନନ୍ଦଦାୟକ ହେବ, ଯେଉଁମାନଙ୍କର ଆଖି ସାଇ ବାବାଙ୍କ ଦର୍ଶନରେ ଆଶୀର୍ବାଦ ପାଇନଥିଲା। ତେଣୁ ମୁଁ ସାଇ ବାବାଙ୍କ ଶିକ୍ଷା ଏବଂ ପ୍ରକାଶନଗୁଡ଼ିକୁ ସଂଗ୍ରହ କରିବାକୁ ଲାଗିଲି, ତାଙ୍କର ଅସୀମ ଏବଂ ପ୍ରାକୃତିକ ଆତ୍ମ ସାକ୍ଷାତର ପରିଣାମ। ସାଇ ବାବା ହିଁ ମୋତେ ଏହି କ୍ଷେତ୍ରରେ ପ୍ରେରଣା ଦେଇଥିଲେ। ପ୍ରକୃତରେ ମୁଁ ତାଙ୍କ ପାଦ ତଳେ ମୋର ଅହଙ୍କାରକୁ ସମର୍ପଣ କରିଥିଲି ଏବଂ ଭାବିଥିଲି ଯେ ମୋର ପଥ ସ୍ପଷ୍ଟ ଏବଂ ସେ ମୋତେ ଏଠାରେ ଏବଂ ପରବର୍ତ୍ତୀ ଜଗତରେ ବହୁତ ଖୁସି କରିବେ। ମୁଁ ନିଜେ ଏହି କାମ ପାଇଁ ଅନୁମତି ମାଗି ପାରିଲି ନାହିଁ, ତେଣୁ ମୁଁ ବାବାଙ୍କ ସବୁଠାରୁ ଘନିଷ୍ଠ ଭକ୍ତ ଶ୍ରୀ ମାଧବରାଓ ଦେଶପାଣ୍ଡେ ଓରଫ ସାମାଙ୍କୁ ତାଙ୍କ ସହ ମୋ ପାଇଁ କଥା ହେବାକୁ ଅନୁରୋଧ କଲି।
ସେ ମୋ ପାଇଁ ନିବେଦନ କଲେ ଏବଂ ସାଇ ବାବାଙ୍କୁ କହିଲେ, ଏହି ଆନ୍ନା ସାହେବ ଆପଣଙ୍କ ଜୀବନୀ ଲେଖିବାକୁ ଚାହାନ୍ତି। ଏପରି କୁହନ୍ତୁ ନାହିଁ ଯେ ଆପଣ ଜଣେ ଗରିବ ଭିକ୍ଷାକାରୀ ଫକୀର ଏବଂ ଏହାକୁ ଲେଖିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଯଦି ଆପଣ ରାଜି ହୁଅନ୍ତି ଏବଂ ତାଙ୍କୁ ସାହାଯ୍ୟ କରନ୍ତି, ତେବେ ସେ ଲେଖିବେ କିମ୍ବା ଆପଣଙ୍କ ପାଦ କୃପା କାର୍ଯ୍ୟ ସମାପ୍ତ କରିବ। ଆପଣଙ୍କ ସମ୍ମତି ଏବଂ ଆଶୀର୍ବାଦ ବିନା କିଛି ସଫଳତାର ସହିତ କରାଯାଇପାରିବ ନାହିଁ। ଯେତେବେଳେ ସାଇବାବା ଏହି ଅନୁରୋଧ ଶୁଣିଲେ, ସେ ମୋତେ ଆଶୀର୍ବାଦ କଲେ ଏବଂ ତାଙ୍କର ଉଦି ପବିତ୍ର ଭସ୍ମ ଦେଇ ଏବଂ ମୋ ମସ୍ତକରେ ତାଙ୍କର ବରଦାନୀ ହାତ ରଖି କହିଲେ, ସେ କାହାଣୀ ଏବଂ ଅଭିଜ୍ଞତାର ଏକ ସଂଗ୍ରହ ତିଆରି କରନ୍ତୁ, ନୋଟ୍ ଏବଂ ସ୍ମାରକୀ ରଖନ୍ତୁ, ମୁଁ ତାଙ୍କୁ ସାହାଯ୍ୟ କରିବି। ସେ କେବଳ ଏକ ବାହ୍ୟ ଉପକରଣ। ମୁଁ ନିଜେ ମୋର ଆତ୍ମଜୀବନୀ ଲେଖିବି ଏବଂ ମୋର ଭକ୍ତମାନଙ୍କର ଇଚ୍ଛା ପୂରଣ କରିବି। ସେ ତାଙ୍କର ଅହଙ୍କାରକୁ ଦୂର କରି ମୋ ପାଦ ତଳେ ରଖିବି କିମ୍ବା ସମର୍ପଣ କରିବି। ଯିଏ ଜୀବନରେ ଏପରି କାର୍ଯ୍ୟ କରେ, ମୁଁ ତାଙ୍କୁ ସବୁଠାରୁ ଅଧିକ ସାହାଯ୍ୟ କରେ। ମୋର ଜୀବନ କାହାଣୀ ମୁଁ ସମସ୍ତ ପ୍ରକାରେ ତାଙ୍କ ଘରେ ତାଙ୍କର ସେବା କରେ। ଯେତେବେଳେ ତାଙ୍କର ଅହଙ୍କାର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଏ ଏବଂ ଏହାର କୌଣସି ଚିହ୍ନ ନଥାଏ, ମୁଁ ନିଜେ ତାଙ୍କ ଭିତରେ ପ୍ରବେଶ କରି ମୋର ଜୀବନ ଲେଖିବି। ମୋର କାହାଣୀ ଏବଂ ଶିକ୍ଷା ଶୁଣିବା ଦ୍ୱାରା ଭକ୍ତଙ୍କ ହୃଦୟରେ ବିଶ୍ୱାସ ସୃଷ୍ଟି ହେବ ଏବଂ ସେମାନେ ସହଜରେ ଆତ୍ମ ସାକ୍ଷାତ ଏବଂ ଆନନ୍ଦ ପାଇବେ। ନିଜସ୍ୱ ଦୃଷ୍ଟିକୋଣ ସ୍ଥାପନ କରିବାର ଜିଦ୍ ନ ହେଉ, ଅନ୍ୟର ମତକୁ ଖଣ୍ଡନ କରିବାର ଚେଷ୍ଟା ନ ହେଉ, କୌଣସି ବିଷୟର ଭଲ ଏବଂ ମନ୍ଦ ଆଲୋଚନା ନ ହେଉ।